ଜେଏସଡବ୍ଲ୍ୟୁ କମ୍ପାନୀର ମନମୁଖୀ କାର୍ଯ୍ୟ, ସ୍ଲରି ପାଇପଲାଇନ୍ ଗାତରେ ପଡ଼ି ସୁରକ୍ଷାକର୍ମୀ ଗୁରୁତର। ଜେଏସଡବ୍ଲ୍ୟୁ କମ୍ପାନୀର ସ୍ଲରି ପାଇପଲାଇନ୍ ଗାତରେ ପଡ଼ି ସୁରକ୍ଷାକର୍ମୀ ଗୁରୁତର ଆହତ। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢ଼ି ଉଠିଛି ଏବଂ ଏହି ଖଣି କମ୍ପାନୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ଦେଖା ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗ କରିଥାନ୍ତି। ସେହିଭଳି ଏକ ଅମାନିଆ ଖଣି କମ୍ପାନୀ ହେଉଛି ଜେଏସଡବ୍ଲ୍ୟୁ କମ୍ପାନୀ। ଜେଏସଡବ୍ଲ୍ୟୁ କମ୍ପାନୀର ସ୍ଲରି ପାଇପଲାଇନ୍ ପାଇଁ ଖୋଳାଯାଇଥିବା ଗାତରେ ପଡ଼ି ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ। ଆହତ ସିକ୍ୟୁରିଟି ଗାର୍ଡ ଜଣକ ହେଲେ ଲହଣ୍ଡା ବୁରୁସାହିର ଗୋଲାପ ମୁଣ୍ଡା। ତାଙ୍କ ଅଣ୍ଟା ଓ ଗୋଡ଼ ହାତ ଭାଙ୍ଗି ଯାଇଥିବା ନେଇ ସୂଚନା। ତାଙ୍କୁ ଅଗ୍ନିଶମ ବାହିନୀର ସହାୟତାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୁରକ୍ଷା ପ୍ରତି ଗୁରୁତ୍ୱ ନ ଦେଇ ଜେଏସଡବ୍ଲ୍ୟୁ କମ୍ପାନୀ କାର୍ଯ୍ୟ କରୁଥିବା ବେଳେ ଏପରି ଅଘଟଣ ଘଟୁଥିବା ଜଣାପଡ଼ିଛି। ତେବେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ ଜେଏସଡବ୍ଲ୍ୟୁ କମ୍ପାନୀ ବିରୁଦ୍ଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ନିଦାବିଷ୍ଣୁ ହୋଇ ରହୁଛନ୍ତି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।